ଆକ୍ସନ ମୋଡରେ ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟରଞ୍ଜନ ସେଠୀ। ଚୋର ଦଲାଲ ଏବଂ ଗୋମାଫିଆଙ୍କ ନିଦ ହଜେଇ ଦେଲେଣି ସେଠୀ ବାବୁ। ବୈଦେଶ୍ୱର ଥାନାରେ ପାଦ ପଡ଼ିଲା ଦିନଠାରୁ ଥରହର ଚୋର ଦଲାଲ। ଖବର ମୁତାବକ କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ୱର ଥାନାର ଅଧିକାରୀ ପ୍ରିୟରଞ୍ଜନ ସେଠୀ ଯୋଗଦେବା ପରଠାରୁ ସାବାଡ଼ ହେଲେଣି ଅନେକ ଚୋର। କେତେବେଳେ ବାଇକ୍ ଚୋର ତ ପୁଣି କେତେବେଳେ ଅସାମାଜିକ ଯୁବକଙ୍କୁ ସାବାଡ଼ କରି ଚର୍ଚ୍ଚାରେ ପୋଲିସ କର୍ମଚାରୀ। ସବୁଠାରୁ ବଡ଼ ଖବର, ବଳଭଦ୍ରପୁର ରାଧାକାନ୍ତ ଦେବ ମନ୍ଦିରରୁ ଚୋରି ହୋଇଥିବା ଅଳଙ୍କାର ମୂର୍ତ୍ତି ଉଦ୍ଧାର ସହିତ ଦୁଇ ଚୋର ଗିରଫ କରିଛି ବୈଦେଶ୍ୱର ପୋଲିସ। ଗତ କିଛିଦିନ ଧରି କଟକ ଜିଲ୍ଲା ବୈଦେଶ୍ୱର ଥାନା ଅଞ୍ଚଳରେ ଗ୍ରାମରେ ରହୁନଥିବା ଲୋକଙ୍କ ଘରର ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଚୋର ଗ୍ୟାଙ୍ଗମାନେ ମନ୍ଦିର ଉପରେ ଆଖି ପକାଇ ବିଭିନ୍ନ ଗ୍ରାମର ମନ୍ଦିରର ରୂପା, ସୁନା, ଅଳଙ୍କାର ଓ ଠାକୁରଙ୍କ ମୂର୍ତ୍ତି ଚୋରି ହୋଇଥିଲା। ଗୋଟିଏ ରାତିରେ ଏକାଧିକ ଘରୁ ଚୋରି ହୋଇଥିଲା। ବିଶେଷ କରି ପତନୀ ଛକ, ବୈଦେଶ୍ୱର ଛକ, ବଳଭଦ୍ରପୁର ଛକ, ଜଗନ୍ନାଥପୁର, କେନ୍ଦୁପଲ୍ଲୀ, କଳାପଥର, ଗୋଲେଇ ଛକ ଅଞ୍ଚଳରେ ଚୋରମାନେ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ। ବର୍ତ୍ତମାନ ବୈଦେଶ୍ୱର ଥାନାର କାର୍ଯ୍ୟରତ ଥାନା ଅଧିକାରୀ ପ୍ରିୟରଞ୍ଜନ ସେଠୀ ଯୋଗଦେବା ଦିନଠାରୁ ଚୋରଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ଚୋର ଗ୍ୟାଙ୍ଗର ସଦସ୍ୟମାନେ ଚୋରି ସାମଗ୍ରୀ କେଉଁଠି ବିକ୍ରି କରିଦେଇଛନ୍ତି ତ କେଉଁଠି ପୁଣି ବନ୍ଧକ ରଖି ଟଙ୍କା ଆଣି ଖର୍ଚ୍ଚ କରିଥିବା ସୁରାକ ପାଇବା ପରେ ପୋଲିସ ମୁଖ୍ୟ ଦୁଇ ଜଣଙ୍କୁ ଅଳସୁଆ ଗ୍ରାମର ସମୀର ନାୟକ ଓ ପୁଇଞ୍ଚା ଗ୍ରାମ ପଞ୍ଚାୟତର ଗହିରିଗାଡ଼ିଆ ଗ୍ରାମର ସୁମନ ସ୍ୱାଇଁ ଓରଫ ନଣ୍ଡାଙ୍କୁ ପୋଲିସ ଧରି ଆଣି ଥାନାରେ ପଚରାଉଚରା କରିବା ପରେ ଏହି ଦୁଇ ଜଣ ଯାକ ଚୋରି କରି ସମ୍ପର୍କୀୟ ସମସ୍ତ ତଦନ୍ତ କରି ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ବଳଭଦ୍ରପୁର ଗ୍ରାମର ଠାକୁର ରାଧାକାନ୍ତ ଦେବଙ୍କ ମନ୍ଦିରରୁ ଚୋରି ହୋଇଥିବା ରୂପା 2ଟି ହାର ଉଦ୍ଧାର ହୋଇଛି। ଅବଶିଷ୍ଟ ରାଧାଙ୍କର କିରଟି ସହ ବାହୁଟି ଏବଂ ମାଳ ଯଥାଶୀଘ୍ର ସନ୍ଧାନ କରି ଫେରାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ଅନେକ ଘରୁ ଟିଭି, ଫ୍ରିଜ୍, ପାଣି ପମ୍ପ, କୁଲର, କଂସା ବାସନ ଭଳି ବହୁ ଘରକରଣା ସାମଗ୍ରୀ ଜବତ କରିବା ପରେ ଚୋରି ହୋଇଥିବା ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଛନ୍ତି ବୈଦେଶ୍ୱର ଥାନା ଅଧିକାରୀ। ଠାକୁରଙ୍କ ରୂପା ଅଳଙ୍କାର ବଳଭଦ୍ରପୁର ମନ୍ଦିରର ପରିଚାଳନା କମିଟି ସଦସ୍ୟଙ୍କୁ ପୋଲିସ ହସ୍ତାନ୍ତର କରିଛନ୍ତି। ଅନେକ ମୂର୍ତ୍ତି ମହାନଦୀରେ ଫିଙ୍ଗି ଦେଇଥିବାର ସୂଚନା ଦେଇଛନ୍ତି ଚୋର। ସବୁ ଚୋରି ସାମଗ୍ରୀ ନିକଟସ୍ଥ ଅଳସୁଆ ପାହାଡ଼ର ଉପରି ଭାଗରେ ଏକ ପଥର ଖୋଲ ମଧ୍ୟରେ ରଖିଥିବା ପାହାଡ଼ ଚଢ଼ି ସ୍ୱତନ୍ତ୍ର ଟିମ୍ କରି ସେଠାରୁ ସମସ୍ତ ସାମଗ୍ରୀ ଉଦ୍ଧାର କରି ଦୁଇ ଜଣ ଯାକ ଚୋରଙ୍କୁ କୋର୍ଟ ଚାଲାଣ ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବାର ଥାନା ଅଧିକାରୀ ପ୍ରିୟରଞ୍ଜନ ସେଠୀ ସୂଚନା ଦେଇଛନ୍ତି। ଏବେ ଥାନା ଅଞ୍ଚଳରେ ଚୋରି ବନ୍ଦ ରହିଛି। ରାତିରେ ବୈଦେଶ୍ୱର ଥାନା ପକ୍ଷରୁ ପେଟ୍ରୋଲିଂ କରାଯିବା ସାଧାରଣରେ ଦାବି ହେଉଛି। ସବୁଠାରୁ ଅନ୍ୟପଟେ ବଡ଼ କଥା ହେଲା, ବୈଦେଶ୍ୱର ନିକଟସ୍ଥ ବଜାରରେ ସମସ୍ତ ହୋଟେଲ ଏବଂ ବେଆଇନ ଭାବେ ଚୋରା ମଦ ବିକ୍ରି ହେଉଛି। ସମସ୍ତଙ୍କ ଅପେକ୍ଷା ପୋଲିସ ଅଧିକାରୀଙ୍କ ନଜର କେବେ ଚୋରା ମଦ ଉପରେ ପଡ଼ିବ। ବ୍ୟୁରୋ ରିପୋର୍ଟ, ଖବର ହବ୍ ଓଡ଼ିଶା।